ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ ସବୁ ଭଲ ଅଛନ୍ତି ନା ଆଶା କରୁଛି ସମସ୍ତେ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ଆଜି ଆସନ୍ତୁ ଆମ ବଗିଚାରେ ସବୁ କ'ଣ କ'ଣ ଲାଗିଛି ଫସଲ ଦେଖିବା। ଏଇଟା ନା ହେଉଛି ପାଳଙ୍ଗ ଗଛ। ପାଳଙ୍ଗ ମଞ୍ଜି ବୁଣା ହେଇଥିଲା, ଭଲସେ ଉଠିନି କିନ୍ତୁ ଗୋଟେ ଗୋଟେ ଉଠିଛି ଯାହା। ଆଉ ଏଇଟା ବଡ଼ ହେଲେ ପୁରା ଫୁଲ ହେଇଯିବ ପଟାଳଟା। ଏଇଲେ ଖାଲି ଖାଲି ଟିକେ ଲାଗୁଛି କିନ୍ତୁ ଫୁଲ ହେଇଯିବ ସେଇଟା। ଆଉ ଏଇଗୁଡ଼ା ହେଉଛି ଆମର ମୂଳା ଗଛ, ଧାଡ଼ି ହେଇକି ଲାଗିଛି। ଏଇଟା କୋଶଳା ଶାଗଟା ମଝିରେ ଗ୍ୟାପ୍ ହେଇଛି ଏଇଥିପାଇଁ ଯେ ଆମର ଗ୍ରାମାକ୍ସିନ୍ ପକା ହେଇଥିଲା ନ ନେବା ପାଇଁ। କୋଶଳା ମଞ୍ଜିରେ ପିମ୍ପୁଡ଼ି ଲାଗିଯାଆନ୍ତି, ସେଥିପାଇଁ ପଡ଼ିଥିଲା। ତ ତା ସେଇ ଗ୍ରାମାକ୍ସିନ୍ ପାଇଁ ବୋଧେ ଏଇଟା ମଝିରେ ମଝିରେ ମଞ୍ଜି ଗୁଡ଼ା ନା ଗଛ ହେଲାନି, ଏମିତି ହେଇଯାଇଛି ଆଉ ମଝିରେ ମଝିରେ ଗ୍ୟାପ୍ ରହିଯାଇଛି ଆଉ। ତ ଏଇଟା ଦେଖନ୍ତୁ ମୂଳା ଗଛ। ସବୁ ଗଛ ପ୍ରାୟ ଉଠିଛି। ଆଉ ଏପଟେ ଧନିଆ ମଞ୍ଜି ପଡ଼ିଥିଲା। ଧନିଆ ମଞ୍ଜି ତ ପୁରା ଫୁର୍ସତ ନେଇକି ଟାଇମ୍ ନେଇକି ପୁରା ଉଠୁଛି, ଗୋଟାଏ 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 ଏମିତି ହେଇକି ଉଠୁଛି। ସିଏ 2-4 ଦିନରେ ସେ ଉଠିବନି, ପୁରା 8-15 ଦିନ ଟାଇମ୍ ନେବ। ଗଛ ଉଠିକି କେତେ ବଡ଼ ବଡ଼ ହେଇଯାଇଥିବ, ତାପରେ ବି ଆଉ ଗୋଟେ ଗୋଟେ ଗଛ ଉଠୁଥିବ। ସେ କ'ଣ ଏତେ ଲେଟ୍ ହୁଏ ଧନିଆ ଗଛରେ ଉଠିବା ପାଇଁ। ଆଉ ଏଇଟା ଦେଖନ୍ତୁ ବିନ୍ସ ଗଛ, କେତେ ସୁନ୍ଦର ହେଇଛି ବିନ୍ସ। ସବୁଠୁ ଭଲ ଗଛ ଉଠିଛି ବିନ୍ସ। ଆଉ ଫଳେ ମଧ୍ୟ, ବିନ୍ସଟା ବହୁତ ଫଳେ। ଏ ଯେଉଁତକ ଲାଗିଛି ବିନ୍ସ ଗଛ, ଗୋଟେ ପରିବାର ଆରାମସେ ତାର ବିନ୍ସ ମାନେ ଚଳିପାରିବ। ବିନ୍ସଟା କିଣିବା ପାଇଁ ପଡ଼ିବନି। ଆମର ତ ବିନ୍ସ ଏଇ ଶୀତ ଦିନଟାରେ ବିନ୍ସ କିଣା ହୁଏନି ବିଲକୁଲ ବି ବଜାରରୁ, କାରଣ ବାଡ଼ିରେ ଯେଉଁ ଲାଗିଥାଏ ହେଇଯାଏ ଆମର। 2-3 ମାସ ଯାଏଁ ସଫିସିଏଣ୍ଟ ଫଳିବ। ଆଉ ଏଠି ଲାଗିଛି ଶିମ୍ବ ଗଛ। ଶିମ୍ବ ଗଛଟା ଲାଗିନି, ସେଟା ମନକୁ ଉଠିଥିଲା। ଏଇଠି ଦେଖନ୍ତୁ ସ୍ଥଳପଦ୍ମ, ଗେଣ୍ଡୁ। ଏଇଟା ହେଉଛି କାଲକାଟା ଗେଣ୍ଡୁ, ଲୋକାଲ ଗେଣ୍ଡୁ ନୁହଁ, ଏଇଟା କାଲକାଟା ଗେଣ୍ଡୁ। ଏଇଟା ଆର ବର୍ଷର ଗଛ ଲାଗିଥିଲା, ତାକୁ ସେଇଥିରୁ ଡାଳ ଭାଙ୍ଗିକି ଲଗେଇ ଲଗେଇକା ରଖିଥିଲି, ତ ଏ ବର୍ଷ ଫୁଲ ଫୁଟିଛି। ଆଉ ହେଉଛି ଏଇଟା ଆପଲ୍ ବେରୀ,